ରାଜ୍ୟ ସରକାରଙ୍କ ତରଫରୁ ବସୁଧା ପାନୀୟ ଜଳ ଯୋଜନାରେ ଲୋକଙ୍କ ପାଇଁ ସୁବିଧାରେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ବହୁତ ପ୍ରକାର ଯୋଜନା କରାଯାଇଛି। ଏମିତିକି ବସୁଧା ପରେ ପରେ ଏବେ ମେଘା ପାନୀୟ ଜଳ, ଯାହାକି ପୁରା ସ୍ୱଚ୍ଛ ଏବଂ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ସରକାର ବହୁତ ଯୋଜନା କରିଛନ୍ତି। ଯାହାକି ବାରୁଆଁ ପଞ୍ଚାୟତର ବରକୋଳି ଗ୍ରାମରେ ଆଜିକୁ ଦୀର୍ଘ ବର୍ଷ ହେଲା ବସୁଧା ପାନୀୟ ଜଳ ଯୋଜନାରୁ ବଞ୍ଚିତ ଅଛନ୍ତି। ଏବେ ମେଗା ପାଇପ୍ ପଡ଼ିଯାଇଛି, କିନ୍ତୁ ତାଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିପାରୁନାହିଁ। ଯାହାଫଳରେ ସେମାନଙ୍କର ପ୍ରତ୍ୟେକ ଘରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ଯାଉଥିବା ବେଳେ ଏବେ ଆଉ କିଛି ବ୍ୟକ୍ତି ଯାହାକି କିଡନୀ ରୋଗରେ ଆକ୍ରାନ୍ତ ହୋଇ ମେଡିସିନ ଖାଉଛନ୍ତି। ଯେ ସେମାନଙ୍କର ଅଭିଯୋଗ ରହିଛି ଯେ ଆମେ ପେଟକୁ ଖାଇବୁ ନା ମେଡିସିନ ଖାଇବୁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନଥିବା ବେଳେ ସରକାରୀ ସହାୟତା ଏଠି ପହଞ୍ଚି ପାରୁନାହିଁ। ନା ମେଡିକାଲ ଟିମ୍ ପହଞ୍ଚି ପାରୁଛି, ନା ଜନସ୍ୱାସ୍ଥ୍ୟ ବିଭାଗର ଯେଉଁ ପାନୀୟ ଜଳ ପାଇଁ ପରୀକ୍ଷା ନିରୀକ୍ଷା କରିବା କଥା ସେ ପହଞ୍ଚି ପାରୁନି। ସିଧାସଳଖ ଜଣେ ଗ୍ରାମବାସୀ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା, ଆପଣଙ୍କ ଏଇ ଯୋଉ ଗାଁରେ ଦେଖିବାକୁ ମିଳୁଛି କିଡନୀ ଆଫେକ୍ଟେଡ ଅଛନ୍ତି, କିଡନୀ ରୋଗରେ ଆକ୍ରାନ୍ତ ହଉଛନ୍ତି, ଏ କେତେ ବର୍ଷ ହେଲା ଏବଂ କେତେ ଜଣ ଲୋକ ଏମିତି ଜୀବନ ଗଲାଣି? ସାର୍ 50 ବର୍ଷ ଭଳିଆ ପାଖାପାଖି ହେଇଗଲାଣି। କଣ ଭାବୁଛନ୍ତି ଯୋଉ ପାଣି ପାଇଁ ହଉଛି? ପାଣି ପାଇଁ ମେଡିକାଲ ଟିମ୍ ଆସିଥିଲା ଚେକ୍ କରି ଆସୁଛନ୍ତି। ଏବେ ଆସିଥିଲେ କହିବାରୁ ଏବେ 8-10 ଦିନ ହେଲା ଆସିଥିଲେ, ଆସିକି ଚେକ୍ କରି ଯାଇଛନ୍ତି। ହେଲେ କାହିଁ ମେଡିସିନ କି ଫେଡିସିନ କିଛି ଦଉନାହାନ୍ତି। ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ, ଯୋଉ ବସୁଧା ଯୋଜନାରେ ପାନୀୟ ଜଳ, ଏବେ ପୁଣି ମେଘା ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଆପଣଙ୍କ ଗାଁରେ ତ ବସୁଧା ପାନୀୟ ଜଳ ପହଞ୍ଚି ପାରୁନି। ଏଇଟା ଆମେ ଅଭିଯୋଗ କରୁଛେ, ଆମର ପାନୀୟ ଜଳଟା ଆମକୁ ଦେଲେ ସୁବିଧା ଆମେ ହବ ବୋଲି ଭାବୁଛୁ। ତେଣୁ ମେଘା ପ୍ରୋଜେକ୍ଟ ପାଇପ୍ ପକେଇଛି, ପାଣି ଦେବାର ନାହିଁ। ମେଡିସିନ ସବୁ ଖାଉଛନ୍ତି, ମେଡିସିନ କଣ ସରକାରଙ୍କ ପକ୍ଷରୁ ମିଳିବ ନା ନାଇଁ? ସରକାର ପକ୍ଷରୁ ଦେଲେ ଆମେ ସୁବିଧା ପାଆନ୍ତୁ। ତେଣୁ ଆମ ପାଖରେ ତ ପଇସା ପତ୍ର ନାହିଁ। ମେଡିସିନ ଯୋଉ କିଣିବାକୁ ତ ଆମର ଖାଇବାକୁ ଅସୁବିଧା ଚଳୁଛି ମୂଲିଆ କାମ କରିକି। ତେଣୁ ଆମେ ମେଡିସିନ କିଣିବୁ କେମିତି? ତେଣୁ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ସୁବିଧା ହେଲେ ଆମେ ଟିକେ ଚଳିବା ବୋଲି ଭାବୁଛୁ। ଏବଂ ସେ ତାଙ୍କର ମତାମତ ଦଉଥିଲେ ଯେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିଲେ ସେ କିଛି ଖୁସି ହେବେ। ଆଉ ଜଣେ ଆମ ସହିତ ଅଛନ୍ତି ଗ୍ରାମବାସୀ। ଆଜ୍ଞା, ଏ ଯୋଉ ଦେଖିବାକୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ ଯୋଉ ବସୁଧା ଯୋଜନା ଆପଣଙ୍କ ଗାଁକୁ ପହଞ୍ଚି ପାରୁନି, କଣ କହିବେ? ଆମ ଗାଁକୁ ତ ବସୁଧା ପହଞ୍ଚିଲେ ଭଲ ହୁଅନ୍ତା ପାନୀୟ ଜଳ। ଯେହେତୁ ବି ତା ପୂର୍ବରୁ ଆଉ ଟିକେ ଭଲ ପାନୀୟ ଜଳ ମିଳିଲେ ଆମେ ଉପକୃତ ହୁଅନ୍ତୁ। ପ୍ରତ୍ୟେକ ଗାଁରେ ବିଶୁଦ୍ଧ ପାନୀୟ ଜଳ ମିଳିଲା, କିନ୍ତୁ ଆପଣଙ୍କ ଗାଁକୁ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରୁନି। ଆମ ଗାଁରେ ତ କେହି ଟେକଅପ୍ କରିବାକୁ ଅଭିଯୋଗ ହେଇଛି, କିନ୍ତୁ ପାଣି ସୁବିଧା କରିବାକୁ କେହି ନାହାନ୍ତି। ସରପଞ୍ଚ କହିଲେ କିଛି ଶୁଣିବାର ନାହିଁ। ଏଇ ପୂର୍ବ ଯୋଉ 24 ବର୍ଷର ସରକାର ଥିଲା, 24 ବର୍ଷ ସରକାର ଦୀପକ ମାହୁତି ଥିଲା, ତାଙ୍କୁ ବି ଅଭିଯୋଗ କୁହାଯାଇଛି, ସେ ବି ଶୁଣି ନାହାନ୍ତି। 24 ବର୍ଷର ଯୋଉ ସରକାର ଥିଲା, ସେ ସରକାର ତାଙ୍କୁ ବି କୁହାଯାଇଛି, ବହୁତ ଅଭିଯୋଗ କରାହେଇଛି। ସେ ବି ସବୁ କହିଛନ୍ତି ପାଣି ଦେଇଦବା, ତମର ସୁବିଧା କରେଇଦବା, କିନ୍ତୁ 4 ଦିନ ପରେ ଯିବାକୁ ସେଇଆ କିଛି ସରକାରୀ ଅଧିକାରୀ ବିଷୟରେ କାହାକୁ କହିଛି? ଏଇ ଯୋଉ ମନ୍ତ୍ରୀ ମାନଙ୍କୁ କହିଛୁ ବା, ପ୍ରଫୁଲ୍ଲ ମଲ୍ଲିକଙ୍କୁ କହିଛୁ। ସେ ତ 25 ବର୍ଷ ହେଲା ଶାସନ ଚଲେଇଥିଲେ, 24 ବର୍ଷ ହେଲା ପ୍ରଫୁଲ୍ଲ ମଲ୍ଲିକ। ହଁ, କିନ୍ତୁ ସେ କିଛି ଶୁଣୁନାହାନ୍ତି। ହଁ ମାରି ଦେଇଛନ୍ତି, ବହୁତ ପଞ୍ଚାୟତ ବି ଆଇସିନି, ଆମେ ଯାଇଛୁ, ବ୍ଲକ ବି ଯାଇଛୁ, ସବୁ ଯାଇଛୁ, କିଛି ଶୁଣିବାର ନାହିଁ। ଖାଲି କହିଦେଇଛନ୍ତି ତୁମର ପାଣି ସୁବିଧା କରେଇଦେବୁ, କାଲି ବି ତୁମର ସୁବିଧା କରେଇଦେବୁ, କିଛି ଅସୁବିଧା ହବାର ନାହିଁ କହିଦେଇକି ଯାଇଛନ୍ତି। ସେ ତାଙ୍କର ମତାମତ ଦେଲେ ଯେ 24 ବର୍ଷର ସରକାର ଯିଏ ଥିଲେ, 24 ବର୍ଷର ସରକାର ଥାଇ ମଧ୍ୟ ଏ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିପାରି ନାହିଁ। ଆଉ ଜଣେ ଅଛନ୍ତି ଗ୍ରାମବାସୀ। ଆଜ୍ଞା, ଆମେ ଦେଖିବାକୁ ମିଳୁଛି ଯୋଉ ମେଗା ପ୍ରୋଜେକ୍ଟ ଯୋଉ ଅଛି, ପାଇପ୍ ସବୁ ରଖାଯାଇଛି, କିନ୍ତୁ ପାଣି ବର୍ତ୍ତମାନ ସୁଦ୍ଧା ଆସିନି। ଏଠି ତ ବସୁଧା ପାନୀୟ ଜଳ ପହଞ୍ଚି ପାରୁନି, କିନ୍ତୁ ମେଘା ପହଞ୍ଚି ବୋଲି ଆପଣ? ମେଘା ପାଣି ପହଞ୍ଚିଗଲେ ଆମର ଗୋଟେ ମନର ଗୋଟେ ସତ। ଆଜ୍ଞା, କ'ଣ ଲୋକ ମଲାଠୁ ମେଘା ପାଣି ପହଞ୍ଚିବ? ସେଟା ଆମେ ମିଶ ସେ ଗୋଟେ ବାହାନା କରୁଛି। ତେଣୁ ଖାଲି ବସେଇ ନେଇଛି। ତେଣୁ ପାଣିର ସେ ପ୍ରଶ୍ନ ଉଠୁନି। ତେଣୁ ୟାର ସବୁ ବିଚାର କରାଯାଉ। ଟାଙ୍କି ପାଣି ଆମକୁ ନଗଦ ଦେଲେ ଲୋକମାନେ ଖାଇକି ଉପକୃତ ହୁଅନ୍ତି। ବିଡିଓକୁ ଆଜ୍ଞା କୁହାଯାଇଛି, ସେ ଗଲା ପାଳି ବିଜେଡି ଯୋଉ ଥିଲା ଆମର ନବୀନ ବି କୁହାଯାଇଛି। ସେମାନଙ୍କୁ ବହୁତ ଥର ଆମେ ଆପତ୍ତି ଅଭିଯୋଗ କରିଛୁ। ହଁ କରିଛନ୍ତି। ତେଣୁ ଏଥିରେ କେହି ମୁଣ୍ଡ ପୁରେଇଲେନି, କୌଣସି ଭାବରେ ମୁଣ୍ଡ ଖେଳେଇ ପାଣି ସୁବିଧା କଲେନି। ତେଣୁ ଆମର ଦିନକୁ ଦିନ ଲୋକ ଯାଉଛନ୍ତି। ଲୋକ ଆମ ଗାଁରେ ବହୁତ ପତଳା ହେଲେ, ଲୋକ ଆଉ ନାହାନ୍ତି। ଯାହା ଏବେ ସବୁ ପିଲିରେ ଛୁଆ ବାହାରିଛନ୍ତି, ତଥାପି ଯେମିତି ୟାର ସୁବିଧା ନହବ, ଏ ପିଲା ଛୁଆ ବି ଗାଁ ବି ନାଣ୍ଡିଆ ହେଇଯିବ, ଆଉ କିଛି ରହିବନି। ଗରିବ ପାଇଁ ଆମର ସାର୍ ଆଜ୍ଞା, ଆମର ଗରିବ ପାଇଁ ହେଇପାରୁନି। ଧନୀର ହଉଛି ଧନୀର ପଇସା ବାଲା, ଆମର ଗରିବ କ'ଣ ଶଳା ମୂଲିଆ ଶ୍ରେଣୀ ଲୋକ। ତେଣୁ ଏମାନଙ୍କର କିଛି କୌଣସି ଗୋଟେ ଜିନିଷ ହେଇପାରୁନି। ତେଣୁ ଏମାନେ ସେଇ ହିସାବରେ ନେଇକି ଲୋକମାନେ ମରୁଛନ୍ତି, ବରଂ ସେ ଉପରକୁ ଯାଉନାହାନ୍ତି। ଯେତେବେଳେ ନିର୍ବାଚନ ସମୟ ଆସେ, ସେତେବେଳେ ନେତା ମନ୍ତ୍ରୀ ଗାଁକୁ ଆସନ୍ତି ନା ଆସନ୍ତି? ଆସନ୍ତି। ସେ କୁହନ୍ତି ପିଲେ ଏଇଟା ପାଣି ଦିଆହବ, କାଲି ଦିଆହବ, ପରଦିନ ହବ, ଏଇ ସବୁ ପ୍ରକାର କୁହନ୍ତି। ସମସ୍ତଙ୍କ ମନ ବୁଧ କରିଦିଅନ୍ତି। କିନ୍ତୁ ଇଲେକ୍ସନ ସରିଗଲେ ତାଙ୍କ ବାଟରେ ସେ ଆଉ କେହି ଶୁଣନ୍ତିନି, ଚମ୍ପନ୍ତିନି।
କରନ୍ତି ଆଉ ତେଣୁ ସେ ପଚାରନ୍ତିନି ଆଉ। ଗାଁରେ କେତେ ଲୋକ ଅଛନ୍ତି? ତଥାପି ଆମ ଗାଁରେ ଥିଲେ ସର୍ବମୋଟ 500-600 ଲୋକ ଥିଲେ। ଅବିକା ଆମ ଗାଁରୁ 200-250 ଖଣ୍ଡେ ଲୋକ ଭିତରେ ବାହାରିବେ। ନଳକୂଅ ଯୋଡ଼େ କୂଅ ଗୋଟେ, ଏ ନଳକୂଅ ଖାଇକିରି ସବୁ ଏ ନଳକୂଅରୁ ଆମର କିଡନୀ ପ୍ରଭାବ ହେଇକିରି ଲୋକମାନେ ସବୁ ବଢ଼ିଯାଇଛି। ଆଉ ଲୋକମାନେ ଆଉ ନାହାନ୍ତି। ସରକାରଙ୍କୁ ଆମେ ନିବେଦନ କରୁଛୁ ଏଇ ଯେ ଆମର ପାଣି ସୁବିଧା କଲେ ଆମ ଗାଁ ଟିକେ ଲୋକ ଟିକେ ବଞ୍ଚିତ ରହିବେ, ନହେଲେ ଲୋକ ସବୁ ମରିଯିବେ, କେହି ବଞ୍ଚିବେନି। ଏତିକି ଆପଣଙ୍କୁ ଅନୁରୋଧ କରାହଉଛି ଆଉ। ଦେଖନ୍ତୁ ସେ ତାଙ୍କର ମତାମତ ଦଉଥିଲେ ଯେ ଯେତେବେଳେ ନିର୍ବାଚନ ଆସେ ଯେଉଁମାନେ ପ୍ରାର୍ଥୀ ହୁଅନ୍ତି ସେମାନେ ଆସନ୍ତି ଭୋଟର ମାନଙ୍କୁ ପ୍ରତିଶ୍ରୁତି ଦିଅନ୍ତି ତମର ଆମେ ସବୁ ସୁବିଧା କରିଦେବୁ, କିନ୍ତୁ ପ୍ରତିଶ୍ରୁତି ପ୍ରତାରଣାରେ ରହିଯାଇଛି। ଆଜିକୁ ଏ ଯେଉଁ ଗାଁରେ ବିଶୁଦ୍ଧ ପାନୀୟ ଜଳ କଥା ତ ଦୂରର କଥା, କିନ୍ତୁ ପଞ୍ଚାୟତ ତରଫରୁ ଯେଉଁ ଟାଙ୍କିରେ ଦେବା କଥା ଟ୍ରାକ୍ଟର ଯୁଗେ ଯେଉଁ ଟାଙ୍କି ମାଧ୍ୟମରେ ପାଣି ଦେବା କଥା ପଞ୍ଚାୟତ ତରଫରୁ ତାଙ୍କ ପାଇଁ ବି ସିଏ ବି ସାତ ସପନ କହିବାକୁ ଗଲେ ଏ ଯେଉଁ ଗ୍ରାମବାସୀ ଅଛନ୍ତି ତାଙ୍କ ପାଇଁ ସାତ ସପନ ହେଇ ପଡ଼ିଛି। ଦେଖିବାକୁ ବାକି ରହିଲା ଏ ଯେଉଁ ଖବର ବାଜିବା ପରେ ସରକାରଙ୍କର ନିଦ ଭାଙ୍ଗୁଛି ନା ନାହିଁ, ପ୍ରଶାସନର ନିଦ ଭାଙ୍ଗୁଛି ନା ନାହିଁ, କିନ୍ତୁ ଶୁଣିବାକୁ ମିଳୁଛି ଲୋକଙ୍କ ସରକାର ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଆଶା ରହିଛି। ଢେଙ୍କାନାଳ କାମାକ୍ଷାନଗରରୁ ଫନିଭୂଷଣ ମହାକୁଡ଼, ବଡ଼ ଖବର।